वंदे देवं उमापतिं सुरगुरुं वंदे जगत्कारणं वंदे पन्नगभूषणं मृगधरं वंदे पशूनां पतिं वंदे सूर्यशशांक वह्निनयनं वंदे मुकुन्दप्रियं वंदे सर्वलोकोजयकारणं वंदे शिवं शंकरं वंदे शिवं शंकरं। खूब निकटरे जागर भगवान शिवंकर पर्व। शिव आउ शंकर विज्ञान माने कहती शिव ये सृष्टिर स्रष्टा, सृष्टिर मालिक, सृष्टिर पिता, सृष्टिर संचालक। यही शिव महादेव देवदेव महादेव काल काल महाकाल ब्रह्मा विष्णु महेश्वर तांकर अंश तांकर निर्देश रे ब्रह्मा सृष्टि करती, विष्णु पालन करती, महेश्वर वा शंकर विनष्ट करती, नूतन सृष्टि संरचना करती शिव, पुरातन सृष्टि को विनाश करती शंकर। मु से शिव आरंभ शंकर शेष, वंदे शिवं शंकरं। से जगत पिता तांको पादार बंदरे प्रणाम करछि। तांकर सृष्टि এই ग्रह जगत ऋषि महर्षि जो माने संरक्षक विचारक ज्ञानी से माने कहीगले शिवंक पुत्र मंगल झड़ बिंदु पृथ्वी गर्भरे पड़ता, पृथ्वीर संतान सृष्टि है से हेले मंगल। से मंगलमय तेणु तांको संतान ना दिगला मंगल। मंगल ग्रह बहुत लाल। से मंगल मेष राशि अधिपति। आज आमे मेष राशि उपर आलोचना करिबा। ताहा मार्च 14 रु एप्रिल 14 जाए। देखो देखो उत्तरायण पर्वर तृतीय मास आसीगला। मीन मास मीन राशि रे एबे राहु रवि बुध शुक्र मार्च 29 रे सेठाको शनि जीवे पंचग्रह मिलन 29 परे। वृषरे बृहस्पति, मिथुन रे मंगल से प्रत्यावर्तन करिवे कर्कट को। केतु कन्या रे एई भली ग्रह स्थिति। मेष राशि पाई ये मासरे प्रसन्न अछंती समस्त ग्रह। केवल 29 पर शनि असंतुष्ट हेबे। आउ मझिरे कर्कट को आसिला परे मंगल असंतुष्ट हेबे। बुध उदय हेले असंतुष्ट हेबे इत्यादि। एबे बुध वक्र हेबे, तापर अस्त हेबे। शुक्र भी सड़क गति रे 70 जाई जिवे, तापर से वक्र हेबे, अस्त हेबे। एमती भाव ग्रह चलन। तथापि
मेष राशियाଙ୍କ ପାଇଁ ଏ ମାସରେ ଯଥେଷ୍ଟ ବେଶୀ ସୁଖ ମିଳିବ। ପୂର୍ବ ଯୋଜନା କାର୍ଯ୍ୟକାରୀ ହେବ। ବହୁ ଦିନ ଇଚ୍ଛା ପୂରଣ ହେବ। ସମସ୍ତ ମହିଳା ନିଜକୁ ଖୁବ୍ ଉଚ୍ଚମାନର ଭାବିବେ, ଯେମିତି ସେମାନେ ପ୍ରତ୍ୟେକ ସୀତା ସାବିତ୍ରୀ ମହିୟସୀ। ତାଙ୍କର ମନ, ତାଙ୍କ ହୃଦୟ, ତାଙ୍କ ଚିତ୍ତ, ତାଙ୍କ ଭାବନା, ତାଙ୍କର କାର୍ଯ୍ୟ ସବୁକିଛି ମହାନ ହେବ। ସେମାନେ ଏମିତି ଏକ ମନୋଭାବ ନେବେ ଯେମିତି ସତ୍ୟ ଯୁଗ ଆସିଗଲା ଆଉ ଆମେ ହିଁ ସତ୍ୟ ଯୁଗର ରମଣୀ, ଆମେ ହିଁ ସ୍ରଷ୍ଟା, ଆମଠୁ ଏ ସଂସାର ସୃଷ୍ଟି। ଏହି ମନୋଭାବ ନେଇ ସମସ୍ତ ରମଣୀ, ସମସ୍ତ ମହିଳା, ସମସ୍ତ ଘରଣୀ ବାଳା ବୃଦ୍ଧା ଏ ସଂସାରକୁ ସଂରକ୍ଷଣ କରିବେ। ନିଜ ମନ, ନିଜ ବୃତ୍ତି, ନିଜ ଚରିତ୍ର ସଂଶୋଧନ କରିବେ, ସଜାଡ଼ି ନେବେ ନିଜକୁ। ଛାତ୍ର ଛାତ୍ରୀ, ଗବେଷକ, ବୈଜ୍ଞାନିକ ଏ ସମସ୍ତଙ୍କ ପାଇଁ ଏ ମାସଟି ଅତି ସୁଧାର ମାସ, ଅତି ଆନନ୍ଦଦାୟକ ମାସ। କୃଷକ, ସୈନିକ ଏମାନଙ୍କ ପାଇଁ ମଧ୍ୟ ଏ ମାସ ସୁଖଦାୟକ। ମାତ୍ର ପୋଲିସ ଆଉ ସୈନିକ ପାଇଁ ଏ ମାସଟା ସଂଗ୍ରାମପୂର୍ଣ୍ଣ। ବହୁ ଦୁଷ୍ଟ ଯେମିତି ସୀମାନ୍ତରେ ପାକିସ୍ତାନ ଉତ୍ପାତ କରିବ, ସେଠି ସୈନିକମାନଙ୍କ ପାଇଁ, ସୀମାନ୍ତ ରକ୍ଷୀଙ୍କ ପାଇଁ ଯେମିତି ବିପଦପୂର୍ଣ୍ଣ ସମୟ ସେ ସଂଗ୍ରାମ ହେବେ, ସେମିତି ସନ୍ତ୍ରାସବାଦୀ ବିଭିନ୍ନ ରାଜ୍ୟରୁ ଆସୁଥିବା ଚୋର ଡକାୟତମାନଙ୍କ ପାଇଁ ପୋଲିସ ବାହିନୀକୁ ମଧ୍ୟ ସଂଗ୍ରାମ କରିବାକୁ ପଡ଼ିବ। ଯେହେତୁ ମଙ୍ଗଳ ଏକ ଡିଷ୍ଟର୍ବାନ୍ସ ଅବସ୍ଥାରେ ଅଛନ୍ତି, ମିଥୁନରୁ କର୍କଟ, କର୍କଟରୁ ମିଥୁନ ପରେ ଘାଣ୍ଟି ହେଉଛନ୍ତି ଯେ, ଯାହାଫଳରେ ଏହି ସମସ୍ୟା ହେବ। ବୃହସ୍ପତି ଦ୍ୱିତୀୟରେ ସେ ପ୍ରବଳ ଧନ ଦେବେ, କେତୁ ମଧ୍ୟ ଧନ ଦେବେ, ଶୁକ୍ର ଧନ ଦେବେ, ଆଉ ଶନି ଯଦିଓ ଭଲ ଅବସ୍ଥାରେ ନାହାନ୍ତି ତଥାପି ସେ ଧନ ଦେବେ। ସବୁ ଋଣରୁ ମୁକ୍ତ ହେବେ ମେଷ ରାଶି, ସବୁ ଯୋଜନା ସଫଳ ହେବ ଆଉ ସମସ୍ତେ ମହାସୁଖରେ ରହିବେ। ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେବନି, କିନ୍ତୁ ପାରିବାରିକ କଳହ ହେବ। ସାମୟିକ ବହୁ ଦିନର ଭ୍ରାତୃ ବିବାଦର ସମାହିତ ହେବ। ତଥାପି ଏ ମାସରେ ସମସ୍ତ ମେଷ ରାଶିର ବନ୍ଧୁ ଆନନ୍ଦର ପର୍ବ ପାଳିବେ। ଆସନ୍ତୁ ଏକ କ୍ଷୁଦ୍ର ପ୍ରବନ୍ଧ ପାଠ କରିବା। ଏ ବିଷୟରେ କ'ଣ ଲେଖା ଅଛି? ବନ୍ଧୁ, ପ୍ରବନ୍ଧ ପାଠ ପୂର୍ବରୁ ଦୁର୍ଗତି ନାଶିନୀ ଦୁର୍ଗାଙ୍କୁ ଟିକେ ପ୍ରାର୍ଥନା କରିବା। ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ରମ୍ବକେ ଗୌରୀ ନାରାୟଣୀ ନମସ୍ତେ। ପ୍ରଥମେ ପିତାଙ୍କର ଆଉ ଶେଷରେ ମାତାଙ୍କର ପ୍ରାର୍ଥନା କଲି, ଆପଣମାନେ ଖୁସି ହେବେ। ଦେଖୁ ଦେଖୁ ଉତ୍ତରାୟଣ ପର୍ବର ତୃତୀୟ ମାସ ମାନେ ମୀନ ମାସ ଆସିଗଲା। ଏ ମାସର କାର୍ଯ୍ୟକାଳ ମାର୍ଚ୍ଚ 14ରୁ ଏପ୍ରିଲ 14। ଏ ମାସରେ ରବି 16-3 ଯାଏ ପୂର୍ବଭାଦ୍ର ମୀନରେ, 30-3 ଯାଏ ଉତ୍ତରଭାଦ୍ର ମୀନରେ, 14-4 ଯାଏ ରେବତୀ ନକ୍ଷତ୍ରରେ ବା ମୀନରେ ରହି ତୃତୀୟ ନକ୍ଷତ୍ର କୃତରେଖାକୁ ଧନ ଓ ସମ୍ମାନ ଦେବେ। ମାତ୍ର ଅଶ୍ୱିନ ଓ ଦ୍ୱିଜା 1 ଆଉ 2 ନକ୍ଷତ୍ରକୁ ଦୁଶ୍ଚିନ୍ତା ଦେଇ ଦୁଃଖ ଦେବେ। ମଙ୍ଗଳ 1-4 ଯାଏ ମିଥୁନରେ, ସେ ଯାଏ ମଙ୍ଗଳ ନକ୍ଷତ୍ର ସମସ୍ତଙ୍କୁ ଦୁଶ୍ଚିନ୍ତା ଦେଇ ଦୁଃଖ ଦେବେ। ମଙ୍ଗଳ 1-4 ଯାଏ ମିଥୁନରେ, ସେ ଯାଏ ମଙ୍ଗଳଙ୍କ ଦୟାରୁ ପ୍ରବଳ ଧନ ଲାଭ ହେବ। ମାତ୍ର 2-4ରୁ ସେ କର୍କଟକୁ ଗଲେ ଦୁଃଖ ଆସିବ। ବୁଧ ଏ ମାସରେ ବକ୍ର ଓ ଅସ୍ତ ହୋଇ ନିଷ୍କ୍ରିୟ ହେବେ। 2-4ରୁ ସେ ଉଦୟ ହେବେ, ମେଷ ପାଇଁ ଅଶୁଭ ଫଳ ଦେବେ।
ଗୁରୁ ମାସ ସାରା ଶୁଭ। ସେ 10-4 ଯାଏ ରୋହିଣୀରେ ରହି ଧନ ବର୍ଷା କରିବେ। 11-4ରେ ମୃଗଶିଖାକୁ ଗଲେ ଅତ୍ୟନ୍ତ ଶୁଭ ଫଳ ଦେବେ। ସମସ୍ତ ଧାର ଉଧାର ସୁଝିଯିବ ଆଉ ସମସ୍ତଙ୍କର ମଙ୍ଗଳ ହେବ। ଶୁକ୍ର 14-4ରୁ 18-4 ଯାଏ ଦୟାକରି ମେଷ ରାଶିକୁ ଧନ ଦେବେ, କାରଣ ସେ ମାନସିକ ଅବସ୍ଥାରେ ଠିକ୍ ନାହାନ୍ତି। ସେ 19-3ରୁ 21-3 ଯାଏ ଅସ୍ତମିତ ହେବେ। 22-3ରୁ ଉଦୟ ହୋଇ ସମସ୍ୟାର ସମାଧାନ କରି ଅଭାବ ପୂରଣ କରିବେ। ଶନି 29-3ରେ ମୀନକୁ ଯିବେ, ଏଣୁ 28-3 ଯାଏ ଏକାଦଶ। ମେଷ ରାଶିର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ତାପରେ ମୀନକୁ ଗଲେ ଟିକେ ପଛକୁ ଦେଖିବେ, କିଛି କ୍ଷତି କରିବେନି। ରାହୁ ଦ୍ୱାଦଶସ୍ଥ ହେଲେ ବି ରାହୁଙ୍କର ମନୋଭାବ ଅଲଗା ଅଛି। ସେ ମେଷ ରାଶିର ତୃତୀୟ ନକ୍ଷତ୍ରଙ୍କ ମେଷ ରାଶିର 3ଟି ଯାକ ନକ୍ଷତ୍ରଙ୍କ ମୁଣ୍ଡ ଉପରେ ଧନ କଳକ ଢାଳିବେ। କେତୁ ଷଷ୍ଠ କେତୁ ଅଶ୍ୱିନ ମେଷକୁ ସମ୍ପଦ, ଦ୍ୱିଜା ଓ କୃତରେଖାକୁ ବିବିଧ ସୁଖ ଦେବେ। ପ୍ରବଳ ଧନ ଦେବେ। ଏଣୁ ଘରର ସର୍ବସ୍ୱ ଯେ ଗୃହିଣୀ, ସେମାନଙ୍କର କର୍ମକ୍ଷେତ୍ରରୁ ସେମାନଙ୍କୁ ସମ୍ମାନ, ଆଦର ଓ ସ୍ନେହ ମିଳିବ। ମାନେ ଗୃହଲକ୍ଷ୍ମୀ ପ୍ରସନ୍ନ ରହିବେ। ଦାମ୍ପତ୍ୟ ଜୀବନରେ ଶାନ୍ତି ଆସିଲେ ବି ପରିବାରରେ ସାମାନ୍ୟ ବିଶୃଙ୍ଖଳା ଦେଖାଦେବ। ଯେଣୁ ଗୁରୁ, ଶୁକ୍ର, ଶନି, ରାହୁ, କେତୁ ଓ ମଙ୍ଗଳ ଯଥା ସମୟରେ ଆବଶ୍ୟକୀୟ ଧନ ଦେବେ। ତେଣୁ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ। ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଜୀବନଯାପନ କରି ଉଚ୍ଚଶିକ୍ଷା ଲାଭ ପାଇଁ ମାନସିକ ପ୍ରସ୍ତୁତ ହେବେ। ବୁଦ୍ଧିମାନ ବ୍ୟକ୍ତିମାନଙ୍କର ସମସ୍ତ ପୁରାତନ ଓ ନୂତନ ଯୋଜନା ସଫଳ ହେବ। କୃଷକ ଓ ବ୍ୟବସାୟୀମାନେ ଲାଭବାନ ହେବେ। ଆଇନଜୀବୀ, ଶିକ୍ଷକ, ଗବେଷକମାନେ ପ୍ରଫୁଲ୍ଲିତ ହେବେ। ମାତ୍ର ସୈନିକ ଓ ପୋଲିସମାନଙ୍କ ପାଇଁ ଏ ମାସଟି ବଡ଼ ଗୁରୁତ୍ୱପୂର୍ଣ୍ଣ ସଂଗ୍ରାମୟ ହେବ। ସମସ୍ତ ମେଷ ରାଶିର ଲୋକଙ୍କ ପାଇଁ ଏ ମାସ ଆନନ୍ଦପୂର୍ଣ୍ଣ ଅଟେ। ମାତ୍ର ଦେହ ସାମାନ୍ୟ ଖରାପ ହେବ। ବହୁ ଅର୍ଥ ଓ ବହୁ ସମ୍ମାନ ଦେଇ ଏ ମାସଟି ବିଦାୟ ନେବ ଏପ୍ରିଲ 14ରେ। ତେଣୁ ସମସ୍ତେ ସୁଖରେ ରହିବେ। ରବିଙ୍କ ପାଇଁ ମାନସିକ ଅଶାନ୍ତି ସୃଷ୍ଟି ହେବ। ଏଣୁ ସମସ୍ତ ମେଷ ରାଶିର ବନ୍ଧୁ ସୂର୍ଯ୍ୟ ପୂଜା କରନ୍ତୁ। ହ୍ରୀଂ ଘୃଣୀ ସୂର୍ଯ୍ୟାୟ ନମଃ ପ୍ରାୟ ବୋଲନ୍ତୁ। ଆଉ ମୁଖ୍ୟତଃ ପ୍ରଭାତ ସମୟରେ ସୂର୍ଯ୍ୟଙ୍କୁ ଜଳଦାନ ଦେଇ 3 ଥର ଜଳଦାନ ଦେବେ। ହ୍ରୀଂ ଘୃଣୀ ସୂର୍ଯ୍ୟାୟ ନମଃ ଏ ମନ୍ତ୍ରକୁ 7 ଥର ବା ତାଠୁ ଅଧିକ ପାଠ କରନ୍ତୁ। 2-4 ପରେ ମଙ୍ଗଳ ଚତୁର୍ଥ ହେଲେ ରକ୍ତ ଜନିତ ରୋଗ ଦେଖାଦେବ। BP ବଢ଼ିପାରେ, କମିପାରେ, କୋଉଠି ଭାଙ୍ଗି ଯାଇପାରେ, ରକ୍ତ ବାହାରିପାରେ, ଏ ସମସ୍ୟା ହେବ। ତେଣୁ ହନୁମାନଙ୍କ ଚାଲିସା ପାଠ କରନ୍ତୁ, ମଙ୍ଗଳ ହେବ। ରାହୁ ଯେଣୁ ଦ୍ୱାଦଶରେ, ଏଣୁ ବହୁ ବୃଥା ବ୍ୟୟ ହେବ। ଅବଶ୍ୟ ରାହୁ ବୃଥା ବ୍ୟୟ କରି ବି ସୁଖ ଦେବେ। ଦ୍ୱାଦଶ ବୁଦ୍ଧଙ୍କ ପାଇଁ କିଛି ଶୋକ ସମ୍ବାଦ ବ୍ୟଥିତ କରିବ। 30-3 ପରେ ଯେଣୁ ଚତୁର୍ଥ ଶନି ହେବେ, ତେଣୁ ସ୍ୱାସ୍ଥ୍ୟର ଅବନତି ହେବ। ଯଦି ସ୍ୱାସ୍ଥ୍ୟ ପ୍ରତି ସଚେତନ ନ ହେବେ, ରୋଗ ଆରମ୍ଭରୁ ଚିକିତ୍ସା ନ କରିବେ, ତେବେ ରୋଗ ବହୁତ କଷ୍ଟ ଦେବ। ବନ୍ଧୁ, ଏ ଶରୀର ରୋଗର ମନ୍ଦିର। ରୋଗ ଆରମ୍ଭରୁ ଆମେ ଯତ୍ନଶୀଳ ହେବା, କେମିତି ରୋଗକୁ ଦୂର କରିବା। ଋଣ, ରୋଗ, ଶତ୍ରୁ ଏମାନଙ୍କର ମୂଳସ୍ପର୍ଶ ନ କଲେ ଦୁଃଖ ପାଇବା। ରହିଲି।